ওর সমস্ত বিদ্বান সামন্ত গুণগ্রাহী পালাপ্রেমী বিবেকী পণ্ডিত মহোদয় নরনারায়ণ জনতা জনার্দন অভিবাত জামিনীর কার্যক্রম পালার পরম্পরা পালার ঐতিহ্য পালার মানদণ্ডକୁ অক্ষুণ্ণ ରଖିବା ପାଇଁ ଆପଣମାନଙ୍କ ସମ୍ମୁଖରେ ମୁଁ ଆଜି ଗୋଟିଏ କଥାବସ୍ତୁକୁ ଉପସ୍ଥାପନ ଆଜ୍ଞା କରିଛି। ଯେଉଁ କଥାବସ୍ତୁଟିର ରଚୟିତା ହେଉଛନ୍ତି ସେକ୍ସପିୟର ଓଡ଼ିଆ ଇଏ ଗୌରବ ଆପଣ ମାନଙ୍କର ମହାକବି କାଳିଦାସ। ବାପାରେ ଗୋଟିଏ ଖଣ୍ଡ କାବ୍ୟ ଏ ଆପଣମାନଙ୍କ ସମ୍ମୁଖରେ ଏ ଅଭିଯୋଜନ ଆଜି ଭେଟିଦେବା ପାଇଁ ଇଚ୍ଛା ପ୍ରକାଶ କରିଛି। ଯାହା ବିଭୁର ଇଚ୍ଛା ଆପଣମାନଙ୍କର ଆଶା ଆକାଂକ୍ଷାକୁ ଆଖ୍ୟାତ ରଖି କଥାଟିକୁ ଆପଣମାନଙ୍କ ଆଗରେ ଉପସ୍ଥାପନ କରିଛି। କହିଲେ ହେ ଗୁଣଗ୍ରାହୀ ବିଦୁଷ ପଣ୍ଡିତ ମାନେ ଏ କଥାଟିକୁ ଆପଣମାନେ ଘୃଣା କରନ୍ତୁ, ଗ୍ରହଣ କରନ୍ତୁ। କହିଲେ ଗୁଣ ଗ୍ରାହକ ଗଣ ଶୁଣ ଡେରି ଶ୍ରବଣ ପବିତ୍ର ନୈମିଷା ଅରଣ୍ୟ। ଆପଣମାନଙ୍କର ମନକୁ ମୁଁ ଆଜି ଗୋଟେ ଅରଣ୍ୟ ମଧ୍ୟକୁ ନଉଛି। ଆଜ୍ଞା ଯେଉଁ ଅରଣ୍ୟର ନାମଟି ହେଉଛି ନୈମିଷା। সেই ନୈମିଷା ଅରଣ୍ୟର ଘଞ୍ଚ ବନାନୀ ଭିତରେ ଜଣେ ଯୋଗୀଙ୍କର ଋଷିଙ୍କର ଆଜ୍ଞା ଆଶ୍ରମ। ମାନ ଯେଉଁ ଋଷିଙ୍କର ନାମଟି ହେଉଛି ଆଗ୍ନିକ ଋଷି। ସେଦିନ ভগবান বাবুঙ্কর সত্যনারায়ণ মহাপ্রভু সেই বিশ্বপতি ভগবান সর্বরিষ্ট খণ্ডন করে চলাপথ শুভম করন্তু আনন্দে বাবা হরি বল। আরে আগে বলেন বিশ্বপতি সর্বরোগোপশমনং পুত্রপৌত্রী প্রবর্ধনম দারিদ্র হরণং শ্রেষ্ঠ বিদ্যায়ু শ্রীপদং শুভম। ধনধান্য উপলক্ষ্য পরিপূর্ণ করে দীর্ঘজীবী পরমায় দান করন্তু সর্বগুণ আনন্দে বাবা হরি বল। বাবারে জগন্নাথ কল্যাণ শোনো আগে করছি শিষ্যମାନଙ୍କୁ ପରିବର୍ତ୍ତିତ କରି ଇଏ ବାବୁରେ ଭଗବାନଙ୍କର ପଦାର୍ବିନ୍ଦରେ ଲୟ ରଖିଛନ୍ତି। କିଛି ସମୟ ଅତିବାହିତ ହେଲା। ହଠାତ୍ କହିଲେ ଥିଲେ ଆଜି ଏ ଜଙ୍ଗଲର ମଧ୍ୟ ଭାଗରେ ଗୋଟା ଯଜ୍ଞ କରିବା। ଯଜ୍ଞ ତ ଅନେକ ପ୍ରକାର ଅଛି ଆଜ୍ଞା। କେହି ପାଲାକାର ପ୍ରବାସ ଯଜ୍ଞ, ଅଶ୍ୱମେଧ ଯଜ୍ଞ, ନରମେଧ ଯଜ୍ଞ, ଏମିତି ଅନେକ କଥାବସ୍ତୁ ଆପଣମାନଙ୍କ ଆଗରେ ଭେଟି ଦିଅନ୍ତୁ। କିନ୍ତୁ ମୁଁ ଯୋଉ ଯଜ୍ଞଟି ଆଗ୍ନିକଙ୍କ ଦ୍ୱାରା ସମ୍ପାଦନ କରିବି, ଯୋଉ ଯଜ୍ଞଟିର ନାମ ହେଉଛି ବିଶ୍ୱଶାନ୍ତି ଯଜ୍ଞ। ଶିଷ୍ୟମାନଙ୍କୁ ସଙ୍ଗ ପରେ ଧରି ଜଙ୍ଗଲର ମଧ୍ୟ ଭାଗରେ ପହଞ୍ଚିଛନ୍ତି ଆଗ୍ନି। ପାଟିରେ କହିଲେ ପିଲାରେ ଏଇ ଗୋଟି କହୁଛି ଉପଯୁକ୍ତ ଜାଗା, ଏଇଠି ଯଜ୍ଞ କୁଣ୍ଡଟା ନିର୍ମାଣ କର। ଯଜ୍ଞ କୁଣ୍ଡଟା ଖୋଦିତ ହେଲା। ସାରଳା ଦାସ ଓଡ଼ିଆ ମହାଭାରତ କହିଲେ କେମିତିକା ହେଲା? କହିଲା ଗଜଦନ୍ତ ମଧ୍ୟ କଲା ହେଲା ଯଜ୍ଞ ସାରା।
প্রতিষ্ঠিত হয়েছি আপন মানকর যজ্ঞ কুণ্ডটা মণিমুক্তা বৈদুর্য সব মার মার হইকি ঝালেরি ভিড়িয়া লম্বি নিজে আগে নিপ হাতরে ধরিଛନ୍ତି আজ্ঞା শুভ কাঠিটা আহুতি প্রদান କରୁଛନ୍ତି ସାରେ ଯଜ୍ଞ ଓମ୍ ବରୁଣାୟ ସ୍ୱାହା ଓମ୍ ବରୁଣାୟ ଓମ୍ ଗଞ୍ଜାୟ ସ୍ୱାହା ଯଜ୍ଞ ଚାଲିଛି ସାରଣ ସ୍ୱାହା ସ୍ୱାହା ଶବ୍ଦ ଉଚ୍ଚାରଣ ଚାଲିଛି ବାପା କିଛି ସମୟ ଯିବା ପରେ ଛାତ୍ରଙ୍କର ଆପଣମାନଙ୍କ ଆଗରେ କହନ୍ତି କୋଉ କଥା ଦିନର ତପ ଆଚରନ୍ତି ଯେବେ ତାହାଙ୍କ তপস্যারত হব যজ্ঞ কর্ম করিব এ দেবতা ମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେଉଛନ୍ତି ସୁରେଶ୍ୱର ଇନ୍ଦ୍ର ଇନ୍ଦ୍ର ବିଘ୍ନ ପ୍ରକାଶ କରେ କାହିଁକି ନା ତା ଇନ୍ଦ୍ର ପଦ କାଳେ ଚାଲିଯିବ ଠିକ ଆଜ୍ଞା ଯଜ୍ଞ ଚାଲିଛି ସ୍ୱାହା 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 ଶବ୍ଦ ଚାଲିଛି ଇଦଂ ଆଗ୍ନେୟ ସ୍ୱାହା ভিতরে মৌসা যজ্ঞ তো ଚାଲିଥିଲା ବନ୍ଦ ହେଲା କାହିଁକି ଗୋଟିଏ ପଦ ଆପଣ ମାନଙ୍କର ଗାୟକ ଶିରୋମଣି ସ୍ୱର୍ଗତ ନିରଞ୍ଜନ କର শব্দ চালিছি কালিদাসଙ୍କର ଖଣ୍ଡ କାଲି କଣ କହିଲେ ये स्वाहा स्वाहा शब्द ଚାଲିଲା ବେଳେ ହଠାତ୍ ଜଙ୍ଗଲର ଅନେକ ଦୂରରୁ କୁଆ 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 ସ୍ୱରଟା ଭାସି ଆସିଲା ସମସ୍ତେ ଆଜ୍ଞା ନୀରବ ଦର୍ଶକ ये घଞ୍ଚ जंगल भिତରେ यज्ञ कर्मକୁ स्तବ୍ଧ କରିଦେ ଯଜ୍ଞ କର୍ମକୁ ଭଙ୍ଗ କରିଦେ ୱାଟ ଶବ୍ଦଟା କୋଉଠୁ ଇଏ କାହାର ଯଜ୍ଞ କର୍ମକୁ ସାଙ୍ଗ କରିଦେବା ପରିବର୍ତ୍ତେ ଆଗ୍ନିକ ଶିଷ୍ୟମାନଙ୍କୁ ସାଙ୍ଗରେ ଧରି ଆଜି ଏ ନୈମିଷା ଅରଣ୍ୟ ଭିତରେ ଗୋଟେ ଅଘଟଣ ଘଟିଲା କେବେ ଏମିତି ଆଶ୍ରମ ଆମେ କରିକିରି ଅଛେ ଏ ଅଘଟଣ ଘଟିବ
কোন শব্দটা শুভিলা কোঠু ଚାଲନ୍ତୁ ଯିବା ଆଶା ରଖିବା ଚାଲ ଶିଷ୍ୟମାନଙ୍କ ସାଙ୍ଗରେ ଋଷି ଆଦିନିକ କିଛି ବାଟ ଯାଆନ୍ତି ଗୁରୁଦେବ ହଠାତ୍ ନଜର ପଡ଼ିଲା ଆଜ୍ଞା ଗଲା ଅବଦୁରେ ଖାଇବେ